ମୋର ଆଣେ ତମେ ସାରସ୍ୱତୀ ସାଙ୍ଗେ କଥା ହବ। ତମ ରାଣ ଖାଇ କହୁଛି ମୁଁ ସତ କଥା କଥା ହେଇ ପାରିବି। ମତେ କିଏ ମୋ ଘରେ କିଏ କିଛି କହିବେନି। ତୁମେ ଶୁଣ ମତେ ତମ ପ୍ରତି କିଛି ନାହିଁ ମନରେ ମୋ ନାହିଁ ନାହିଁ ତ ନାହିଁ। ତମେ ମତେ ଫୋନ କରନି ଯାହା କରୁଛ କର ତମେ ବୁଝିଲ। ଫୋନ କରନି ମତେ ତମେ ଯାହା ଭାବୁଛ ମୁଁ ତମେ ଯାହା ଭାବୁଛ ଭାବ। ଆଉ କଣ ହେଲା ଯେ କହିଲ? କଣଟା ହେଲା ଏତେ ବୋପା ତୁମେ ଏତିକିରେ ଏତେ କଣ ଝଡି ପଡିଲା? ତୁ ମତେ କହିବୁ ମୋ ଡାଡି ମମି ତତେ ଏତେ ଭଲ ପାଆନ୍ତି ତୁ ମତେ କହିବୁ ତୁ ଗୋଟେ ବାପର ଛୁଆ ହେଇଥିବ ତୁ ଦେଖିଛୁ ମୋ ମମି କୋଉଠି ନେଇଥିଲା ମାନେ ଶୁଣେ ଏମିତି କୁହାଯାଏ ମତେ ଗୋଟେ ବାପର ଛୁଆ ହେଇଥିବ ରାଣ ପକେଇବ ବୋଲି। ସେ କହୁଛି କଣ ସେ ଭାବିଲାଣି ସେ କଣ ଭାବିଲାଣି ତମକୁ ସେଥିପାଇଁ କୁହ ନା ତୁମେ ଦିଟା ବାପର ଛୁଆ ବୋଲି। ଗୋଟେ ବାପର ଛୁଆ ତା ମାନେ ତୁମେ ତ ମତେ ଯୋଉ କହୁଥିଲ ସେତେବେଳେ ଆଉ ତୁମେ ଯଦି ଗୋଟେ ବାପର ଛୁଆ ହେଇଥିବ ମତେ ଫୋନ କର ତାହେଲେ ତ ମୁଁ ତ କାନ୍ଦିକି ଭସେଇ ଦେଇଥାଇ ସେଇଦିନ। କୋଉଦିନ ବୁଝିକି ମୋର ବାପା ମାଙ୍କ ପ୍ରତି ଆଜି କହିଲୁ କଣ କୋଉଦିନ ମୋର ବାପା ବୋଉଙ୍କ ପ୍ରତି ଆଜି କହିଲୁ? ତୁମେ କାନ୍ଦ କଥାବାର୍ତ୍ତା କେମିତି ତୁମେ କରୁଛ ଜାଣିଛ? କାନ୍ଦ ତୁମେ କାନ୍ଦିକି ଗଡିଗଲ ମତେ କିଛି ଫରକ ପଡିବନି। ଫୋନ ମତେ କରିବନି ମନା କରିଦଉଛି ପୁରା ବିଲକୁଲ କରିବନି। ହଁ ମୁଁ ସାରସ୍ୱତ ଗପେ ଯାହା ଗପେ ମୁଁ ଗପିବି। ମତେ କହୁଛି ବାପାର ଅଛି ବେ କିଣିକି ଦେଖା। କଣ ତୁମ ମୋର କଣ ଲାଜ ନାହିଁ? ମତେ କହୁଛ ଯେ ପଳେଇଲୁ ତା ପାଖକୁ ଗାଡି ଦେଖିକି। ମୁଁ ସେଠି କହିଲି କଣ ପଳେଇଲି କହିଛନ୍ତି? ବୋଲି ମୁଁ କହିଲି ପଳେଇଲି ବୋଲି ତୁମେ କଣ କହିଲ ମୁଁ ମତେ? ତତେ କହିଛି ପଳେଇଲି ତୁମକୁ ବୋଲି ତା ତୁମକୁ ମୁଁ ଆଜି ସକାଳେ ଫୋନ କରି କଣ କହିଲି? ସକାଳେ ଫୋନ କରି କହିଲି କଣ ତମକୁ ଆଜି ମୁଁ? ନା ଗୋଟେ ବାପର ଛୁଆ ହେଇଥିବ। ଆଉ ତ ଖାଉନ ଏବେ ଖାଇପାରିବ କି ତୁମେ ରାଣ? କଥା ମେଞ୍ଚେ ବଡ ଖାଇପାରିବ ନା ମମି କ ରାଣ କହିଛି ବୋଲି ମୁଁ ଏତେ କଥା। ତୁ ମମି ରାଣ ଖାଇଲୁ ନା କହିଲୁ ତୋ ମା ରାଣ ଖାଇଲୁ ଏଇଆ କହିଲୁ ତୁ? ମୋ ମା ଓହୋ ରାଣ ମୋ ଖାଇଲୁ? ରାଗରେ ମା ଡାକୁଛନ୍ତି ପୁଣି ମମି କହିଲି କି ନାଇଁ ପୁଣି ତାପରେ। ତୁମକୁ ଏତେ ତମ କଷ୍ଟ ବିହେଭିୟର ହେଇଛି ତମ ଆମର ତ ସଂସ୍କାର ସବୁ ଦେଖାଯାଉଛି ମତେ। ମୋର ସଂସ୍କାର ଭରପୁର ଅଛି ହେଲା। ଯଦି ମୁଁ ମୋ ସଂସ୍କାର ଭିତରେ ଆସିବି ତୁମର ସବୁ ପୋଲ ଖୋଲିକି ବୁଲିବି ଆନ୍ଥା ଏଠି। ସଂସ୍କାର କଥା ତମ ସଂସ୍କାର ଥିଲା ଏଇଆ? ତମ ସଂସ୍କାର ଥିଲା ଝିଅ ଗପୁଥିଲ ବସିକି ତମର ଗୋଟେ ସଂସ୍କାର ତମର ଏଇଟା ତମକୁ ସଂସ୍କାର ଦିଆଯାଇଛି? କୋଉଦିନ ଉଠିଲି ମନେ ନାହିଁ ତମର କଣ ଗପୁଥିଲ ବସ ରେ କିଟା ଗପୁଥିଲ ତମର ଏଇଟା ସଂସ୍କାର ତମର ସେଇଟା। ବୋଉଙ୍କୁ ଫୋନ ଦେଲ ବୋଉକୁ ଫୋନ ଦେବି କଣ ମୁଁ? ବୋଉଙ୍କୁ ଫୋନ ଦିଅ ତୁମେ ମତେ ଏବେ ତୁମେ ଯୋଉ କହିଲ ମତେ ତମ ସହିତ ତୁଳନା କରୁଥିଲ ଯେ ତମକୁ ବୋଉଙ୍କୁ ମୁଁ ଫୋନ ଦିଅ କହୁଥିଲି ବୋଉକୁ ଫୋନ କାହାକୁ ଫୋନ ଦେବିନି। ବୋଉଙ୍କୁ ଫୋନ ଦିଅ। କାହାକୁ ଫୋନ ଦେବେନି। ତମ କଥାବାର୍ତ୍ତା ବେଳେ ଲାଗୁଛି ଯେମିତି ତୋର କୋଟି ଟଙ୍କା ଖାଇଯାଇଛି। ତୁମେ କୁକୁର ଭଳିଆ ବିହେଭ କରୁଛୁ ତମକୁ ମୁଁ ମତେ। କହିଲି ମତେ ଗୋଟିଏ ଫୋନ କରିବ ନାହିଁ। ଗୋଟିଏ ବି ଫୋନ କରିବ ନାହିଁ। ମୁଁ ସାରସ୍ୱତ ସହିତ ଗପିବି ମୁଁ ବୋଉ ଆଗରେ କହୁଛି ମୁଁ ତା ସହିତ ଗପିବି କଣଟା କରିବ କି ମୋର? ଗପିବି ମୁଁ ସାରସ୍ୱତ କଣ କେତେ ଟଙ୍କା ସହିତ ଗପିବି। ସେୟା କଣ କରିବ? ବିଲକୁଲ ଗୋଟେ ଫୋନ କରିବନି ମତେ କହିଦଉଛି ମୁଁ।